ସମୟର ଢେଉ ବହେ କୁଞ୍ଚ କୁଞ୍ଚିକା। ବିଭୋର ସମୟର ଅଖରି କବି ବୈକୁଣ୍ଠନାଥ ଗତ 4 ଦଶନ୍ଧିର ଚିତ୍ରିତ ଛବିଳ ସମୟ କେବେ ମୌନ ସନ୍ନ୍ୟାସୀ, ପୁଣି କେବେ ସ୍ଥିତପ୍ରଜ୍ଞ, ଆଉ କେବେ ନିଷ୍ପାପ କିଶୋର ପରି ଭାବବିହଳ ତାଙ୍କ ସମୟର ରୂପରେଖ। କବିତାରେ କବିତାରେ ବହମାନ ସମୟର ପାଦର ନିକୋଣ ଧ୍ୱନି ଆଙ୍କି ଚାଲିଥିବା ଏହି ପରିବ୍ରାଜକ କବି ସତରେ କ'ଣ ଆଲ୍ଲାଦିନର ଚମତ୍କାରୀ ଦୀପଦାନୀ ପରି ବନ୍ଦୀ କରିପାରିଛନ୍ତି ସମୟର ସମସ୍ତ ଚିତ୍ରିତ ସତ୍ତାକୁ ଜିନ୍ର ଆତ୍ମା ପରି? ସମୟ, ହଁ ତାଙ୍କ ସମୟ ପିଲାଦିନର ଜନ୍ମିତ ଗାଁ କଡ଼ର ଧାରେ ଧାରେ ବହି ଯାଉଥିବା କାଣି ନଦୀ, ପୁଣି ହେଇପାରେ ବି ବାଟବଣା ନଦୀ। ଜାଣ, ସେ ଗୋଟିଏ ବାଟବଣା ନଦୀ। ବିଶାଳ ବ୍ୟାପକ ବିରାଟ ଜଳଚ୍ଛ୍ୱାସ ଭିତରେ ତାର ଦୁର୍ଲଭ ରାଜନହର। ତାର ଚାରିପାଖରେ ଯେଉଁ ମେଘନାଦ ପାଚେରୀ, ତାକୁ ଲାଗି ଜଳର ବ୍ୟାପ୍ତି ଭିତରେ ଯେଉଁ ଫୁଲବନ, ଜୀବନକୁ ବୁଝିବାକୁ, ପଢ଼ିବାକୁ, ଅନୁଭବ କରିବାକୁ। ଏହି କବିଙ୍କର ମାନସପଟର କାନ୍ଥରେ ପୁଣି କ୍ୟାଲେଣ୍ଡର ପରି ଝୁଲି ସାରିଛି ସମୟର ସୂଚୀପତ୍ର। ସେହି ସୂଚୀପତ୍ରରେ ଏକ ଏକ ଆରକ୍ତ ତାରିଖ ପରି ତାଙ୍କ କବିତାର ନିରବଧି ଯାତ୍ରା। ପ୍ରଥମ କବିତା ସଂକଳନ ସତ୍ୟପାଠ ହେଉ ଅବା ବାଟବଣା ନଦୀ, ପୁଣି ଅବରୁଦ୍ଧ ଜୀବନର ବେଦନାର ନିର୍ବାକ ସ୍ମାରକୀ ପାଲଟି ଯାଇଥିବା କବିତା ସଂକଳନ କୁତବ ମିନାର କାନ୍ଦିପାରେ ନା। ଏହି କବିଙ୍କର ମନ ପୁଣି ଭାସମାନ ମେଘ ପାଲଟି ସମୟକୁ ଅନୁଧାବନ କରୁଥାଏ। ସମୟକୁ ତାଙ୍କ କବିତା ସଂକଳନ ମୁଁ ଖଣ୍ଡେ ଭାସମାନ ମେଘ ସଂକଳନରେ। କବି ବୈକୁଣ୍ଠନାଥ ସାହୁ ତାଙ୍କ 4 ଦଶନ୍ଧିରୁ ଊର୍ଦ୍ଧ୍ୱ ନିରବଧି କାବ୍ୟ ସାଧନା ଅନେକ ସ୍ମରଣୀୟ କବିତାକୁ ସ୍ମୃତିର ମୁଦ୍ରାଙ୍କ କରି ଛାଡ଼ି ଯାଇଛନ୍ତି। ଯେପରି ସମୟର ଛବି ଦେଖା କବିତା ସଂକଳନରେ ରିଲ୍ କ୍ୟାମେରାର ଆଲବମ୍ ପରି ସମୟ ଲାଗିଯାଇଛି ଛୋଟ ଛୋଟ ଫଟୋଗ୍ରାଫ ପାଲଟି। ଆଉ ଶେଷରେ ଶୁଣାଯାଉଛି ଏକ ଗାମ୍ଭୀର୍ଯ୍ୟ ଭରା ଖୋଲା ଆଜର ଜୀବନ ଦର୍ଶନ। ସମୟ ବିଷାଦଗ୍ରସ୍ତ। ଆଗରେ ତା କେତେ ଦୃଶ୍ୟ, କେତେ ସମାଚାର। ସମୟ ହାତରେ ସୁଖ, ଦୁଃଖ, ଲୁହ, ଶୋକ, ସବୁର ସମ୍ଭାର, ସବୁର ସମ୍ଭାର। ଜୀବନର ସାୟାହ୍ନ ଛୁଇଁ ସାରିଥିବା କବି ବୈକୁଣ୍ଠନାଥଙ୍କ କବି ଦୃଷ୍ଟି ଜଣେ ଅଭିଜ୍ଞ ପରିବ୍ରାଜକ ପରି ଲାଗେ। ଯେତେବେଳେ ସିଏ ସ୍ଥିର ସମୟର ଉପସଂହାର ଲେଖି ବସନ୍ତି, ଆଜି ଆମେ ଦୁହେଁ ଭୁଲିଯିବା ସବୁ ଶୋଳ୍କ, ଗୀତ ଓ କବିତା। ସବୁଜ ପତ୍ର ଗହଳେ ଲୁଚିଥାଏ କେଉଁ ଗାଁ। ଦୁହିଁଙ୍କର ଲୁହ ଓ ସ୍ନେହରେ ଅଙ୍କା ସୀମାହୀନ ନକ୍ସା। ହାତ ଧରି ଚାଲିବାର ସମସ୍ତ ଅଭିପ୍ସା, ହାତ ଧରି ଚାଲିବାର ସମସ୍ତ ଅଭିପ୍ସା। କବି ବୈକୁଣ୍ଠନାଥଙ୍କ ଶୈଶବର ସାକ୍ଷୀ ଆଳି ମାନପୁର ଗାଁକୁ ଲାଗି ବହିଯାଇଛି ଆଜି ମଧ୍ୟ ସେହି କାଣି ନଦୀ। ଜୁଆର ଆସିଲେ ନଈ ପିଠିରେ କୁଞ୍ଚି କୁଞ୍ଚି ଢେଉର ଶିହରଣ ଜୀବନର ଚିରନ୍ତନ ସଙ୍ଗୀତ ପରି। ଶୈଶବରୁ ଯୌବନ, ଯୌବନରୁ ପାର୍ଥକ୍ୟ, ପାର୍ଥକ୍ୟରୁ ତିରୋଧାନ, ପୁଣି ତିରୋଧାନରୁ କେଉଁଠୁ ନା କେଉଁଠୁ ଅଙ୍କୁର ମେଲେ ନବଜୀବନ। ସେହି ସ୍ୱପ୍ନଦୀପ୍ତ ସମୟକୁ ଅବଲୋକନ କରିଥିବା ଜଣେ ଖାଣ୍ଟି ଜୀବନବାଦୀ କବି ପରି ସେ ଲେଖି ବସନ୍ତି ସମୟର ଅସଲ ସ୍ୱାକ୍ଷର। ଗୋଟିଏ ହାତରେ ମୁଁ ଅପମାନ ଭରା ଦୁଃସମୟ, ଅନ୍ୟ ହାତରେ ସ୍ୱପ୍ନ ଝଲମଲ ତୃପ୍ତ ସମୟ, ତୃପ୍ତ ସମୟ।